ଜୟ ଜଗନ୍ନାଥ ସାଙ୍ଗମାନେ ଓଏସଏପି ଆଇଆରବି ର ଏକ୍ଜାମ ଯୋଉ 7 ଡିସେମ୍ବରରେ ହବାର ଅଛି ତ ତାର ଗୋଟେ ଡେମୋ ମକ୍ ଟେଷ୍ଟ ସେ ଗୋଟେ ୱେବସାଇଟରେ ଦେଇଦେଇଛି। ଆପଣମାନେ ୱେବସାଇଟକୁ ଆସିଲା ପରେ ଏଇଠି ଉପରେ ଲିଙ୍କରେ ଆପଣ ଦେଖିପାରୁଥିବେ ଏଇଠି ଗୋଟେ ଅଛି ଗୋଟେ ଦେଇଛି ମକ୍ ଟେଷ୍ଟ ଫର ଦ ପୋଷ୍ଟ ଅଫ୍ ସିପୋଇଜ୍ କନଷ୍ଟେବଲ ଇନ୍ ବ୍ୟାଟେଲ୍ସ ଇନ୍ ଓଡ଼ିଶା ପୋଲିସ। ତା ତଳକୁ ଆପଣ ଦେଖିଲେ ଏଠି ଜାଣିପାରିବେ ଏଠି ଦେଇଛି କ୍ଲିକ୍ ହିୟର ଫର ଦ ଟେକ୍ ମକ୍ ଟେଷ୍ଟ। ତ ଆପଣମାନେ ଏଇଠିକି ଆସିକି କ୍ଲିକ୍ ଟେକ୍ ମକ୍ ଟେଷ୍ଟରେ ଏଇଠି ଆପଣ କ୍ଲିକ୍ କରିଦିଅନ୍ତୁ। ତ ଏଠି କ୍ଲିକ୍ କରିଲା ପରେ ଆପଣଙ୍କର ଏଇଭଳି ଇଣ୍ଟରଫେସ୍ ଶୋ କରିବ। ତ ଏଠି ଦେଖିପାରନ୍ତୁ ଏଠି ଆପଣଙ୍କର ସିଲେକ୍ଟ ପୋଷ୍ଟ, ଏଠି ଆପଣ ସିଲେକ୍ଟ ପୋଷ୍ଟରେ ଆପଣ ସିପୋ କ୍ଲିକ୍ କରିଦିଅନ୍ତୁ। ତାପରେ ଆପଣଙ୍କର ଆପ୍ଲିକେସନ୍ ନମ୍ବର, ଡେଟ୍ ଅଫ୍ ବାର୍ଥ, ତାପରେ ଆପଣ ଲଗ୍ଇନ୍ କରିଦିଅନ୍ତୁ। ତାପରେ ଆପଣଙ୍କର ମକ୍ ଟେଷ୍ଟ ପଳେଇ ଆସିବ, ତାକୁ ଦେଖିକିନି ଆପଣ ନିଜେ ପ୍ରିପାରେସନ୍ କରନ୍ତୁ। সেই ଅନୁସାରେ ଆପଣ ଏକ୍ଜାମ ପାଇଁ ଦେଖନ୍ତୁ କେମିତି କ'ଣ କରିବେ। ନେକ୍ସଟ ଏବେ ଆମେ ଦେଖିବା ଯେ ଆପଣଙ୍କର ଏକ୍ଜାମ ଷ୍ଟ୍ରାଟେଜି କେମିତି ରହିବ। ଏଠି ଆପଣ ଦେଖନ୍ତୁ ଏଠି ଆପଣଙ୍କର ଅଛି ଟୋଟାଲ 100 ମାର୍କ ଅଛି, ଆଉ ଆପଣଙ୍କୁ ଟାଇମ୍ ମିଳୁଛି 120 ମିନିଟ୍। ଆଉ ଆପଣଙ୍କର ଏଠି ଅଛି ଗୋଟେ ଠିକ୍ ମାର୍କକୁ ଆପଣଙ୍କର ଅଛି 1 ମାର୍କ ମିଳୁଛି, ଆଉ ଆପଣଙ୍କର ଗୋଟେ ନେଗେଟିଭ୍ ମାର୍କ ଆପଣ 0.25 ନେଗେଟିଭ୍ ମାର୍କ ଆପଣଙ୍କ କଟୁଛି, ଯେଉଁଥିରେ କି ଆପଣ 4ଟାରେ ଗୋଟେ ମାର୍କ ଆପଣ କଟି ଯାଉଛି। ତ ସେଇ ଅନୁସାରେ ଆପଣ ଦେଖିବା ଆମର ସିଲାବସ୍ କ'ଣ ଅଛି। ଏଠି ଆପଣ ଦେଖନ୍ତୁ ଆପଣ ସିଲାବସ୍ରେ ଅଛି ଓଡ଼ିଆ ଅଛି, ଓଡ଼ିଆ ଲାଙ୍ଗୁଏଜ ଅଛି, ତାପରେ ଇଂଲିଶ ଲାଙ୍ଗୁଏଜ, ତାପରେ ଆରିଥମେଟିକ୍ ଅଛି, ତାପରେ ଲଜିକାଲ ରିଜନିଂ, ତାପରେ ଜିକେ ଜିଏସ୍ ଅଛି, ତାପରେ କମ୍ପ୍ୟୁଟର ଆୱାରନେସ୍ ଅଛି। ଆପଣଙ୍କର ଟୋଟାଲ 6ଟା ସବଜେକ୍ଟ ଅଛି ଆପଣଙ୍କର। ତ ଟୋଟାଲ 6ଟା ସବଜେକ୍ଟକୁ 100 ମାର୍କସ୍ ଅଛି, ଆଉ 120 ମିନିଟ୍ ଅଛି, ଆଉ ଏଟା ଆପଣଙ୍କର ସିବିଆରି ମୋଡ଼ରେ ଏକ୍ଜାମ କଣ୍ଡକ୍ଟ ହେବ। ତ ସେଇ ଅନୁସାରେ ଆପଣଙ୍କୁ ପ୍ରିପାରେସନ୍ କରିବାକୁ ପଡ଼ିବ। ତ ଆପଣଙ୍କୁ କେଉଁଟାକୁ ପ୍ରଥମେ ଆପଣ ପ୍ରାଧାନ୍ୟ ଦେବାକୁ ପଡ଼ିବ ନା, ପ୍ରଥମେ ଆପଣ ଓଡ଼ିଆ ଲାଙ୍ଗୁଏଜଟାକୁ ଆପଣ ପ୍ରଥମେ ପ୍ରାଧାନ୍ୟ ଦିଅନ୍ତୁ। ସେଇଟାକୁ ପ୍ରଥମେ ଆଗେ ଯେଉଁଟାକି ଜଲ୍ଦି କରିପାରିବେ, ତ ସେଇ ଅନୁସାରେ ଆପଣ ଷ୍ଟ୍ରାଟେଜି ରହିବା ଦରକାର। ତ ଓଡ଼ିଆ ଲାଙ୍ଗୁଏଜରେ ପ୍ରଥମେ ପ୍ରାଧାନ୍ୟ ଦେବେ, ଯାହା ଆପଣଙ୍କୁ ଆସୁଛି ତ ସେଇ ଅନୁସାରେ ଆପଣ ଦେଖିକି ସେଇ ଅନୁସାରେ ମାରିଦେବେ। ଯେଉଁଗୁଡ଼ା ନ ଆସୁଛି କିଛି ତ ସେଗୁଡ଼ାକୁ ଆପଣ ବର୍ତ୍ତମାନ ଷ୍ଟେଜରେ ଛାଡ଼ି ଦେଇଥିବେ। ତାପରେ ନେକ୍ସଟ ଆମର ଆସିବ ଆପଣ ଦେଖିବେ ତାପରେ କମ୍ପ୍ୟୁଟର ଆୱାରନେସ୍ଟାକୁ ଆପଣ କରିବେ। ଦେନ୍ ତାପରେ ଆପଣ କରିବେ ଜିକେ ଆଣ୍ଡ ଜିଏସ୍ଟାକୁ ଆପଣ ସେଇ ଜିନିଷଟା କରିବେ। ତାପରେ ନେକ୍ସଟ ଆପଣଙ୍କର ଷ୍ଟ୍ରାଟେଜି ରହିବ ଇଂଲିଶ ଲାଙ୍ଗୁଏଜଟା ପରେ କରିବେ, କାରଣ ଇଂଲିଶ ଲାଙ୍ଗୁଏଜ ଟିକେ ଥିଙ୍କିଂ ଆମର ଡାଇରେକ୍ଟ ଇନଡାଇରେକ୍ଟ ସିନୋନିମ୍ ଆଣ୍ଟୋନିମ୍ ସବୁ ଜିନିଷ ଅଛି, ତ ସେଇ ଅନୁସାରେ ଆପଣ ଟିକେ ଚିନ୍ତା କରିବେ। ତାପରେ ନେକ୍ସଟ ଆପଣଙ୍କର ରହିବ ଲାଷ୍ଟକୁ ରହିବ ଆରିଥମେଟିକ୍ ଆଉ ଲଜିକାଲ ରିଜନିଂ ଭିତରୁ ଆପଣ ଯେଉଁଟା ଆପଣ ଚୁଜ୍ କରିପାରିବେ, ସେଇ ଅନୁସାରେ ଯେଉଁଟା ଆପଣଙ୍କୁ ସୁବିଧା ହେବ ତ ସେଇ ଅନୁସାରେ ଆପଣ ଦେଖିବେ। ମୋ ମତରେ କିନ୍ତୁ ଲଜିକାଲ ରିଜନିଂ ଆପଣ ପ୍ରଥମେ ଚୁଜ୍ କରନ୍ତୁ, ଦେନ୍ ତାପରେ ନେକ୍ସଟ ଲାଷ୍ଟକୁ ଆପଣ ଆରିଥମେଟିକ୍ ସବଜେକ୍ଟଟାକୁ ଲାଷ୍ଟକୁ ରଖନ୍ତୁ, ଯେହେତୁ ଏଇଟା ବହୁତ ଟିକେ ଟାଇମ୍ ଟେକିଂ ବହୁତ ନିଏ। ତ ସେଇ ଅନୁସାରେ ଆପଣ ଏଇ ଷ୍ଟ୍ରାଟେଜିଟା ବନାନ୍ତୁ। ଆପଣ ଟାଇମ୍ ଭିତରେ ସେଇଟା ଯାହା ଟୋଟାଲି ଲାଷ୍ଟକୁ ଆରିଥମେଟିକ୍ କଲା ପରେ ତାପରେ ଆପଣ ଦେଖିବେ କେଉଁ ସବଜେକ୍ଟରୁ କ'ଣ ଟୋଟାଲି ଛାଡ଼ିଛନ୍ତି କୋଶ୍ଚିନ୍, ତାପରେ ଆପଣ ବସିକି ଚିନ୍ତା କରିବେ। ଆପଣଙ୍କର ଯେଉଁ ଅଛି ଟୋଟାଲି 100 ମାର୍କସରୁ ଟୋଟାଲି ଆପଣ ମ୍ୟାକ୍ସିମମ୍ ମାର୍କ ଯେଉଁ ଉଠାଇବାକୁ ସେଇଟା ଚେଷ୍ଟା କରିବେ, ସେଇଟା ହେଲା ଓଡ଼ିଆ ଲାଙ୍ଗୁଏଜରୁ ଆପଣ ମ୍ୟାକ୍ସିମମ୍ ମାର୍କ ଉଠାଇବାକୁ ଚେଷ୍ଟା କରିବେ। ଆଉ ଗୋଟେ ହେଲା କମ୍ପ୍ୟୁଟର ଲାଙ୍ଗୁଏଜରୁ, ଆଉ ଜିକେ ଜିଏସ୍ ଯଦି ଆପଣ ଷ୍ଟ୍ରଙ୍ଗ ଅଛନ୍ତି, ଯେହେତୁ ଗୋଟେ ଭାଷ୍ଟ ସବଜେକ୍ଟ, ତ ସେଥିରୁ ତଥାପି ଆପଣଙ୍କର ଟୋଟାଲ ସେଥିରୁ ଯେତିକି ଉଠାଇ ପାରିବେ ଚେଷ୍ଟା କରିବେ ସେ ଉଠିପାରିବେ। ଆଉ ମ୍ୟାଥ ଆରିଥମେଟିକ୍ ଆଉ ରିଜନିଂରେ ଆପଣ ଅଧିକାରୁ ଅଧିକା ଉଠାଇବା ପାଇଁ ଚେଷ୍ଟା କରିବେ। ଆଉ ଇଂଲିଶ ଲାଙ୍ଗୁଏଜରେ ଟିକେ କମ୍ ଉଠିବ। ଆଉ ଆପଣଙ୍କର ଓଡ଼ିଆ ଲାଙ୍ଗୁଏଜ ଯେହେତୁ 15 ମାର୍କ, ତ ଏଠୁ ଆପଣଙ୍କର 12ରୁ 13 ମାର୍କ ମିନିମମ୍ ଉଠିବା ପାଇଁ ଚେଷ୍ଟା କରନ୍ତୁ, 12ରୁ 13 ମାର୍କ। ଆଉ ଇଂଲିଶ ଲାଙ୍ଗୁଏଜ ଆପଣଙ୍କର 15ରୁ ମିନିମମ୍ 10 ମାର୍କସ୍ ଆପଣ ଉଠିବା ପାଇଁ ଚେଷ୍ଟା କରନ୍ତୁ। ଆରିଥମେଟିକ୍ରେ ଆପଣ 20 ମାର୍କରୁ ମିନିମମ୍ 17 to 18 ମାର୍କ ଆପଣ ଉଠାଇବା ପାଇଁ ଚେଷ୍ଟା କରନ୍ତୁ। ନେକ୍ସଟ ଲଜିକାଲ ରିଜନିଂରେ ଆପଣ 15 ମାର୍କରୁ ସେଠୁ 13 to 14 ଆପଣ 1-2 ମାର୍କ ଛାଡ଼ିକି ଆପଣ ଉଠାଇବା ପାଇଁ ଚେଷ୍ଟା କରନ୍ତୁ। ନେକ୍ସଟ ରହିଲା ଆପଣଙ୍କର ଜିକେ ଆଣ୍ଡ ଜିଏସ୍। ତ ଜିକେ ଆଣ୍ଡ ଜିଏସ୍ 25 ମାର୍କରୁ ଆପଣ ଟ୍ରାଏ କରନ୍ତୁ 17ରୁ 18 ମାର୍କ ଭଳିଆ ଆପଣ ଉଠାଇବା ପାଇଁ ଚେଷ୍ଟା କରନ୍ତୁ।
जोटाकि सबुठु माने टिके अधिका टिके आपनको माने टिके न पढ़ले से अनुसार अधिका मार्क टिके आपण करि परिबे। आ नेक्स्ट कंप्यूटर अवेयरनेस आपण 10 मार्क्स रो आपण ट्राई करंतु टोटली 7 टू 8 मार्क्स भलिया आपण ट्राई करंतु। ओभरऑली जेमती आपणकर एवरेज टोटली जेमती 100 मार्क्स रो आपणकर जेमती 85 भली अटेंड करिया पय आपण चेष्टा करंतु ताहाले जाय आपण मानकर गुटे सीट आपणकर हे जीव नेक्स्ट आपण फिजिकल दे परिबे। यही भली स्ट्रैटेजी आपण रखंतु तो निश्चय आपणकर हे जीव। आपण टिके खाली ध्यान देले आपणकर एई जिंस पर ध्यान दे देले टिके हे जीव। चैनल रे जो मन नुआ अछंती प्लीज चैनल को लाइक शेयर एंड सब्सक्राइब कर देबे जा द्वारा कि परवर्ती वीडियो जहां शेयर अछि हमर सेटा आपण पाखु जल्दी नोटिफिकेशन पळे आसीबो।